ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଓଡିଆଇ ରୋମାଞ୍ଚକର ମ୍ୟାଚ୍ ଇକାନା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଧିନାୟକ ସୁମନ ଗିଲ୍ ଏବଂ ଇଶାନ କିଶନଙ୍କ ପ୍ରଭାବଶାଳୀ ବ୍ୟାଟିଂରେ ଭାରତ ବିଜୟ ଲାଭ କରିଥିଲା। ସୁମନଙ୍କ ବିସ୍ଫୋରକ 150 ରନ୍ ଏବଂ ଇଶାନ କିଶନଙ୍କ 125 ରନ୍ ଭାରତକୁ 402 ରନ୍ର ବଡ଼ ସ୍କୋର କରିବାରେ ସାହାଯ୍ୟ କରିଥିଲା, ଯାହାକୁ ଆଫଗାନ ଦଳ ଚେଜ୍ କରିବାରେ ବିଫଳ ହୋଇଥିଲେ ଏବଂ ଭାରତ ତିନିଦିନିଆ ଓଡିଆଇ ସିରିଜରେ ବାଜି ମାରିଥିଲା। ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ୍ରେ କିଏ କେତେ ରେକର୍ଡ ବନାଇଲା ତାହା ଜାଣିବା ପୂର୍ବରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଆଫଗାନିସ୍ତାନ ଅଧିନାୟକ ହସମତୁଲ୍ଲା ସାହିଦି ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ଭାରତ ପକ୍ଷରୁ ୟଶସ୍ୱୀ ଜୟସ୍ୱାଲ ଏବଂ ରୋହିତ ଶର୍ମା ଓପନିଂ କରିଥିଲେ। ଭାରତ ପ୍ରଥମ ୱିକେଟଟି ଜଲ୍ଦି ହରାଇଥିଲା। ଯୁବ ବ୍ୟାଟ୍ସମ୍ୟାନ୍ ୟଶସ୍ୱୀ ଜୟସ୍ୱାଲ ଆଉଟ୍ ହୋଇଗଲେ ସଲିମ ସଫିଙ୍କ ହାତରୁ। ସେ କେବଳ ଗୋଟିଏ ଚୌକା ହିଁ ମାରିଥିଲେ। ପ୍ରଥମ ୱିକେଟ ପତନ ପରେ ରୋହିତ ଶର୍ମା ଭାରତକୁ ଏକ ଦମଦାର ଆରମ୍ଭ ଦେଇଥିଲେ। ରୋହିତ 39 ବଲ୍ରୁ 48 ରନ୍ ଯୋଡ଼ିଥିଲେ। ସେ 14ତମ ଓଭରରେ ରାଶିଦ୍ ଖାନଙ୍କ ଗୁଗଲି ଦ୍ୱାରା କ୍ଲିନ୍ ଆଉଟ୍ ହେବା ପୂର୍ବରୁ 6ଟି ଚୌକା ଏବଂ 2ଟି ଛକା ମାରିଥିଲେ। ତେବେ ମଧ୍ୟଭାଗରେ ଅଧିନାୟକ ସୁମନ ଗିଲ୍ ଏବଂ ଇଶାନ କିଶନ ଖେଳର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେଇଥିଲେ। ଉଭୟଙ୍କ ମଧ୍ୟରେ 224 ରନ୍ର ବିଶାଳ ଭାଗିଦାରୀ ହୋଇଥିଲା। ଗିଲ୍ ଏକ ଚମତ୍କାର 154 ରନ୍ର ପାରି ଖେଳିଥିଲେ। ସେ 22ଟି ଚୌକା 2ଟି ଛକା ସହିତ ଇନିଂସକୁ ସମ୍ଭାଳିଥିଲେ। ମାତ୍ର 76 ବଲ୍ରେ ତାଙ୍କର ନବମ ଓଡିଆଇ ଶତକ ହାସଲ କରିଥିଲେ, ଯେତେବେଳେ କି ଇଶାନ କିଶନ ସମାନ ଭାବରେ ବିଧ୍ୱଂସକାରୀ ଥିଲେ। ସେ 71 ବଲ୍ରେ ଶତକ ହାସଲ କରିବା ସହ 125 ରନ୍ କରିଥିଲେ, ଯେଉଁଥିରେ ତାଙ୍କର 14ଟି ଚୌକା 7ଟି ଛକା ସାମିଲ ଥିଲା। ଭାରତ 43 ଓଭର ବେଳକୁ 360 ରନ୍ ପାର କରିଥିଲା। ତେବେ 450ର ଅଧିକ ସ୍କୋର ପାଇଁ ଟ୍ରାକ୍ରେ ଥିବା ସତ୍ତ୍ୱେ ଭାରତ ଶେଷ ଓଭର ଗୁଡ଼ିକରେ ଶୀଘ୍ର ୱିକେଟ ହରାଇଲା। ଆଫଗାନ ବୋଲର ନାଙ୍ଗେଲିଆ ଖାରୋଟେ ନିଜ ଚମତ୍କାର ବୋଲିଂରେ 4ଟି ବଡ଼ ୱିକେଟ ଚଟକାଇଥିଲେ, ଯେଉଁଥିରେ ସେ ଗିଲ୍ ଏବଂ ଇଶାନ କିଶନଙ୍କୁ ଆଉଟ୍ କରିଥିଲେ, ଯେତେବେଳେ କି କେଏଲ୍ ରାହୁଲ 0 ରନ୍ ଏବଂ ଶ୍ରେୟାସ ଅୟ୍ୟର 26 ରନ୍ର ପାରି ଖେଳି ପେଭିଲିୟନ ଫେରିଥିଲେ। ଡେଥ୍ ଓଭରରେ ୱିକେଟ ପଡୁଥିବା ବେଳେ ଧାର୍ଯ୍ୟର ସହିତ ୱାଶିଂଟନ ସୁନ୍ଦର କ୍ରିଜରେ ରହି 19 ରନ୍ ଯୋଡ଼ିଥିଲେ। ଭାରତ 402 ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା ଆଫଗାନିସ୍ତାନ ଆଗରେ, ଯାହାକୁ ଚେଜ୍ କରିବାରେ ବିଫଳ ହୋଇଥିଲା ଆଫଗାନିସ୍ତାନ ଦଳ, ଯେଉଁଥିରେ ଓପନର ରହମନୁଲ୍ଲା ଗୁରବାଜ 33 ବଲ୍ରୁ 41 ରନ୍ କରି ଦୃଢ଼ ମନୋବଳ ଦେଖାଇଥିଲେ, ଯେତେବେଳେ କି ଇବ୍ରାହିମ ଜାଦ୍ରାନ ପ୍ରାରମ୍ଭରେ ସ୍ଥିର ସମର୍ଥନ ପ୍ରଦାନ କରିଥିଲେ। ଜାଦ୍ରାନ 31 ବଲ୍ରେ 21 ରନ୍ ଯୋଡ଼ିଥିଲେ। ଦୁହେଁ ଓପନରକୁ ଭାରତୀୟ ପେସର ଗୁରନୁର ବ୍ରାର ଏବଂ ଅର୍ଶଦୀପ ସିଂ ପଡ଼ିଆରୁ ବିଦା କରିଥିଲେ। ନମ୍ବର 3ରେ ସିଦ୍ଦିକୁଲ୍ଲା ଅଟଲ 50 ବଲ୍ରେ 42 ରନ୍ର ପାରି ଖେଳିଥିଲେ ଏବଂ ୱାଶିଂଟନଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ରେହମତ ଶାହ ଏକ ସ୍ଥିର ଅର୍ଦ୍ଧଶତକ ରନ୍ ସହିତ ଇନିଂସକୁ ସଫଳ କରିଥିଲେ। ତଥାପି ବଢୁଥିବା ରନ୍ର ଚାପ ଏବଂ ଭାରତୀୟ ବୋଲରଙ୍କ ନିୟମିତ ବ୍ରେକ୍ଥ୍ରୁ ସେମାନଙ୍କୁ ବଡ଼ ଗତି ଗଢ଼ିବାରେ ବାଧା ଦେଇଥିଲା। କୁଲଦୀପ ଯାଦବ ଏବଂ ଗୁରନୁର ବ୍ରାରଙ୍କ କଡ଼ା ସ୍ପେଲ ସହିତ ଭାରତର ବୋଲିଂ ଆକ୍ରମଣ ରନ୍ ସ୍କୋରକୁ ନିୟନ୍ତ୍ରଣରେ ରଖିଥିଲା ଏବଂ ମଧ୍ୟଭାଗ ଗୁଡ଼ିକରେ ନିୟମିତ ଭାବରେ ୱିକେଟ ନେଇ ଖେଳକୁ ପ୍ରଭାବଶାଳୀ ଭାବରେ ମଜବୁତ କରିଥିଲା। ଗୋଟିଏ ପଟେ ୱିକେଟ ପଡୁଥିବା ବେଳେ ଅନ୍ୟପଟେ ଏକୁଟିଆ ସ୍ଥିର ରହିଥିଲେ ରେହମତ ଶାହ। ସେ ଶେଷ ପର୍ଯ୍ୟନ୍ତ ରହିଥିଲେ ଏବଂ 79 ରନ୍ର ଧୂଆଁଧାର ପାରି ଖେଳିଥିଲେ। ତେବେ ଆଫଗାନିସ୍ତାନ 45 ଓଭରରେ ଅଲ୍ ଆଉଟ୍ ହୋଇଥିଲା, ଯେଉଁଥିରେ ଶେଷ ୱିକେଟଟି ରେହମତ ଶାହଙ୍କ ଥିଲା। ପ୍ରିନ୍ସ ଯାଦବ ତାଙ୍କ ଡେବ୍ୟୁ ୱିକେଟରେ ରେହମତ ଶାହଙ୍କୁ ଆଉଟ୍ କରିଥିଲେ। ତେବେ ଅଧିନାୟକ ସୁମନ ଗିଲଙ୍କୁ 154 ରନ୍ର ବିସ୍ଫୋରକ ପାରି ପାଇଁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା।